ଅନନ୍ୟ ପ୍ରାକୃତିକ ସୁନ୍ଦରତା ଅମାପ ବିଭବରେ ଭରା ମୟୂରଭଞ୍ଜ ମାଟିରେ ଆଜି ବି ଲୁଚି ରହିଛି ଏପରି ଅନେକ ସ୍ଥାନ ଯାହାର ସୁନ୍ଦରତା ଅକଳ୍ପନୀୟ। ସାଧାରଣ ମଣିଷଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ଶିମିଳିପାଳ ପର୍ବତମାଳାର ଏହିପରି ଏକ ଅପୂର୍ବୀୟ ସ୍ଥାନ ଚାଉଳି ଭଜା ଜଳପ୍ରପାତ। ବାରିପଦା ସହରଠାରୁ ପ୍ରାୟ 20 କିଲୋମିଟର ଦୂରରେ ଅବସ୍ଥିତ ଡୁକୁରା ଠାରୁ ଡାହାଣ ପଟ ତାଡ଼କି ରାସ୍ତାରେ ପ୍ରାୟ 13 କିଲୋମିଟର ଗଲା ପରେ ପଡ଼େ ବଙ୍ଗାଳୀ ଡାହି ଗ୍ରାମ। ସେଠାରେ ପାଦଚଲା ରାସ୍ତାରେ 3.5 କିଲୋମିଟର ବାଟ ଚାଲିବା ପରେ ଆଖିକୁ ଦୃଶ୍ୟମାନ ହୁଏ ପ୍ରକୃତିର ଅନନ୍ୟ ଆକର୍ଷଣୀୟ ତଥା ମନମୁଗ୍ଧ କରିଦେବା ଭଳି ଜଳପ୍ରପାତଟିଏ। ନା ତାର ଚାଉଳି ଭଜା ଜଳପ୍ରପାତ। ବଙ୍ଗାଳୀ ଡାହି ଗ୍ରାମରୁ ପାଦରେ ଚାଲି ଚାଲି ଏଠାରେ ପହଞ୍ଚିବା ବାଟରେ ପଡ଼େ ଅନେକ ଛୋଟ ବଡ଼ ଜଳପ୍ରପାତ। ବୈଜ୍ଞାନିକ ଅନୁସନ୍ଧାନ ଅନୁସାରେ ମୟୂରଭଞ୍ଜରେ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନରେ ରହିଥିବା ପର୍ବତମାଳା ହିମାଳୟ ଠାରୁ ମଧ୍ୟ ଅଧିକ ପୁରୁଣା, ପ୍ରାୟ 3 ବିଲିୟନ ବର୍ଷରୁ ଅଧିକ ପୁରୁଣା ବୋଲି ଜଣାପଡ଼େ। ଏହି ପର୍ବତମାଳାରେ ଆଜି ବି ଲୁଚି ରହିଛି ଅନେକ ରୋମାଞ୍ଚକ ସ୍ଥାନ ଯାହା ପ୍ରାକୃତିକ ସୁନ୍ଦରତା ନିମନ୍ତେ ଯେତିକି ଆକୃଷ୍ଟ କରେ ତାହାଠାରୁ ଅଧିକ ସମାହିତ କରେ। ସେହିପରି ଏକ ଅନନ୍ୟ ପ୍ରାକୃତିକ ବିଭବରେ ଭରା ସ୍ଥାନ ହେଉଛି ମୟୂରଭଞ୍ଜ ଡୁକୁରା ଠାରେ ଥିବା ଚାଉଳି ଭଜା ଜଳପ୍ରପାତ। ଏଠାରେ ପ୍ରାୟ 150 ଫୁଟ ଉର୍ଦ୍ଧ୍ୱରୁ ଖସୁଥିବା ଜଳ ପବନରେ ଦ୍ୱାର ଛୋଟ ଛୋଟ ଜଳବିନ୍ଦୁରେ ପରିଣତ ହୋଇ ନିମ୍ନରେ ହୋଇ ପତିତ ହୋଇଥାଏ, ଯାହା ଚାଉଳ ଭଳି ଦେଖାଯାଇଥାଏ। ତେଣୁ ଏହି ଜଳପ୍ରପାତଟିର ନାମ ଚାଉଳି ଭଜା ଜଳପ୍ରପାତ ହୋଇଥିବାର ଜଣାଯାଏ। ସ୍ଥାନୀୟ ଅଧିବାସୀଙ୍କ ଭାଷାରେ ଏହି ଜଳପ୍ରପାତଟିକୁ ହବଳ ବୋଲି କୁହାଯାଇଥାଏ, ଯାହାର ଅର୍ଥ ମଣିଷ ମୁଣ୍ଡ। ଜଳପ୍ରପାତରେ ଚତୁଃପାର୍ଶ୍ୱରେ ଘେରି ରହିଥିବା ପସ୍ତରମାଳା ମଣିଷ ମୁଣ୍ଡ ପରି ପ୍ରତୀୟମାନ ହେଉଥିବାରୁ ଏହା ହଳବ ନାମରେ ମଧ୍ୟ ପରିଚିତ। ଚତୁର୍ଦିଗରେ ପରିବେଷ୍ଟିତ ସୁଦୂର ପ୍ରସାରୀ ବନାଞ୍ଚଳ ନଭସଚୁମ୍ବୀ ପର୍ବତମାଳା ମଧ୍ୟରୁ ବୋହି ଆସୁଥିବା ପବନର ସୁଶବ୍ଦ ତ ମତୁଆଲା କରିଦିଏ ଏଠାକୁ ବୁଲି ଆସିଥିବା ପର୍ଯ୍ୟଟକମାନଙ୍କୁ। ଏହି ଜଳପ୍ରପାତର ଉପର ପାର୍ଶ୍ୱରେ ରହିଛି ଆଉ ଏକ ଜଳପ୍ରପାତ, ଯାହାର ପର୍ବତ ଶିଖରରୁ ଲମ୍ବ ପ୍ରଦାନ କରିବା ଭଳି ପ୍ରତୀୟମାନ ହୁଏ। ସ୍ଥାନୀୟ ଅଞ୍ଚଳରେ ଏହି ଦୁଇଟି ଜଳପ୍ରପାତ ମଧ୍ୟରୁ ଗୋଟିଏ ହଳବ ବୋଲି କୁହାଯାଉଥିବା ବେଳେ ଅନ୍ୟଟିକୁ ଚାଉଳି ଭଜା ଜଳପ୍ରପାତ ବୋଲି କୁହାଯାଇଥାଏ। ତେବେ ସମୁଦ୍ର ପତନ ଠାରୁ ପ୍ରାୟ 320 ମିଟର ବା 1050 ଫୁଟ ଉର୍ଦ୍ଧ୍ୱରୁ ଝରି ପଡ଼ୁଥିବା ଜଳଧାରା ଶିଖରରେ ବହୁ କଷ୍ଟରେ ଆମେ ପହଞ୍ଚି ପାରିଛୁ। ସେଠାରୁ ନିମ୍ନରେ ରହିଥିବା ସୁଦୃଶ୍ୟ ପର୍ବତମାଳା, ବିକ୍ଷିପ୍ତ ବନାଞ୍ଚଳ ଓ ଜଳପ୍ରପାତ ଆଦି ସୃଷ୍ଟି କରୁଥିଲା କେଉଁ ଏକ ସ୍ୱପ୍ନ ରାଜ୍ୟର ଧ୍ୱନି। ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ଜଳପ୍ରପାତଟି ଆଜି ମଧ୍ୟ ଲୋକଲୋଚନରୁ ବହୁ ଦୂରରେ। ମୋ ନାଁ ହେଲା ରତ୍ନାକର ବେହେରା। ଆମେ ଆସିଥିଲୁ ଖୁଣ୍ଟାସିଏସିରୁ ଆଉ ବୁଲିବା ପାଇଁ ଆସିଥିଲୁ। ଜାଗା ବହୁତ ଭଲ, କିନ୍ତୁ ୱାଟରଫଲ୍ ମାନେ ଆମେ ଡେଷ୍ଟିନେସନ୍ ପହଞ୍ଚି ପାରୁନୁ କାରଣ ରାସ୍ତା ବହୁତ ଖରାପ। ଯେହେତୁ ମାନେ ଆମେ ତ ପୁଅ ପିଲା ଯାହା ଯେମିତି ହେଲେ ବି ପଳାଉଛୁ, ବାକି ଝିଅ ପିଲା ପାଇଁ ବହୁତ ମାନେ ଡେଞ୍ଜର ଜାଗା। ମାନେ ଏଠି ପଡ଼ିଲେ କ'ଣ କିଛି ହେବ କିଛି କହିହେବନି। ତେଣୁ ଯଦି ସରକାରଙ୍କ ତରଫରୁ କିଛି ହେଇଥାନ୍ତା ରାସ୍ତା କିଛି ମାନେ ଆମେ ଯିବା ଆସିବା ପାଇଁ, ତାହେଲେ ବହୁତ ଭଲ ହେଇଥାନ୍ତା। ଏ ପାଣି ବି ତ ବହୁତ ବଢ଼ିଯାଇଛି ନା, ଆଉ ସେଥିପାଇଁ ବି ଆମେ ପାଣି ବହୁତ ପହଞ୍ଚି ଯାଉଛି ପାଖାପାଖି ଏତିକି କିମ୍ବା ଏତିକି କେଉଁ ଜାଗାରେ ପଥର ଅଛି ନା, ଆମେ ଠିକ୍ସେ ଚାଲିକି ଯାଇପାରୁନି। ଏତିକି ଆଉ କ'ଣ। ଯଦି ସରକାର ଏହି ଜଳପ୍ରପାତଟିର ଉନ୍ନତି ନିମନ୍ତେ ଦୃଷ୍ଟି ଦେବେ, ତେବେ ଏହା ସମଗ୍ର ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ଭୂତତ୍ତ୍ୱ ସମ୍ପର୍କିତ ଅନୁଧ୍ୟାନ ଓ ଅଧ୍ୟୟନ ନିମନ୍ତେ ବେଶ୍ ସହାୟକ ହୋଇପାରିବ। ଆପଣ ଦେଖିପାରୁଥିବେ ପଥରରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ସାବଧାନରେ ଯିବେ। ଏ ଦୃଶ୍ୟ ଦେଖନ୍ତୁ କେମିତି ପାହାଡ଼ ଉପରେ ଛୋଟ ରାସ୍ତା କଡ଼େଇ କଡ଼େଇ ଯାଉଛନ୍ତି। ପର୍ଯ୍ୟଟକମାନେ ଏହି ଜଳପ୍ରପାତଟିକୁ ବୁଲି ଆସିଥିଲେ। अभिषेक बेहरा बारिपदार बहुत मस्ती कलु। आसला बेले भी एत एंजॉय कलु। विभिन्न पहाड़ पर्वत गछलता देखिए एत सुंदर परिवेश आउ भल टूरिज्म प्लेस भी। किंतु दुखर विषय जे रास्ता बहुत कच्चा रास्ता, आम बहुत जीवन प्रति विपद भी रास्ता आसला बेले भी बहुत विपदपूर्ण। तो आम नवेदन कर सरकार को जे बहुत शीघ्र जदि पदक्षेप ने नुआ रास्ता सब एपटे कच्चा रास्ता को सुधारी पारे ताले बहुत लोग आसीपारे और आहरी एंजॉयमेंट अधिका हो। निशा सेवन ठारू दूरेई रुहतु, कारण निशाशक्त व्यक्ति मानक निमंते ए जलप्रपात बेस विपज्जनक। तेबे आपण भी निश्चय थरे बुली आसंतु अपरूप सौंदर्य भराई जलप्रपातटी को आउ दिनटीए निजको हजाई दिंतु प्रकृति कोଳରେ।
ମୟୂରଭଞ୍ଜ ଜିଲ୍ଲାରୁ ରାଜ ଗୁପ୍ତାଙ୍କ ରିପୋର୍ଟ କୋଣାର୍କ ନ୍ୟୁଜ୍।